ଭାଇମାନେ ଦେଖ ଆମେ ଆସୁଛୁ ଶ୍ରାଦ୍ଧ ଭୋଜି ଖାଇବା ପାଇଁ। ଦେଖ ସମସ୍ତର ମନେ ପଡ଼ୁଥିବ ଆଉ ସେ ମଜା କାହିଁ, ସେ ଛୋଟ ପିଲା କାହିଁ ଘରେ ଘରେ ଯେଉଁ ଭର୍ତ୍ତିକି 15-20 ପିଲା ଯେଉଁ ଶ୍ରାଦ୍ଧ ଭୋଜି ଖାଉଥିଲେ, ପିଠ ଦୁଏ ଆମ୍ବିଳାକୁ କ୍ଷୀରି ଆଉ କାକରା ପିଠା, କାହିଁ ସେ ମଜା। ଆମେ ଭାଇ ସେ ପରମ୍ପରା ବଞ୍ଚି ରଖିବା ପାଇଁ ଆମେ ଆସିଛୁ ବଡ଼ବାପା ଘରକୁ ଶ୍ରାଦ୍ଧ ଭୋଜି ଖାଇବା ପାଇଁ। ଆପଣ ଦେଖା ହେଉଥିବ ଏ ଖଟା କ୍ଷୀରିଟା ଖାଇସାରିଲିଣି ଅଲରେଡ଼ି, ଆଉ ଏ ପିଠାଟା ଦେଖାହେଉଛି, ବେସର ତରକାରୀ ହେଇଛି, ଡାଲି ଭାତ, ଆଉ ଏ ଦୁଇ ସାଙ୍ଗମାନେ ସେ ମଜା ହେଲେ ଭାବି ଆସିଛନ୍ତି। ସେଇଠି ଭାଇନା ଆସିଲେଣି ମଧ୍ୟ। ଦେଖ ଏଇ ଗୋଟେ ପରମ୍ପରା ନିଆରା ମତେ। ବଡ଼ବାପା ଆଗ କେତେ ରୋଷେଇ ହଉଥିଲା? ଆଗ 2 ନଉତି 6 ଗୁଣି ରନ୍ଧା ହଉଥିଲା। ଦି ନଉତି 6 ଗଉଣି ଚାଉଳ ରୋଷେଇ ହଉଥିଲା ବୋଲେ ଭାବି ଦିଅନ୍ତୁ ଆପଣ, ଭାବି ପାରୁଥିବେ କେତେ ମାନେ ମଜା ଲାଗୁଥିଲା ହେଲା। କେତେ ମାନେ ସେ ଝଟା ମଞ୍ଜି ପଡ଼ିଥିବ, ମଞ୍ଜା ପଡ଼ିଥିବ, ପିଠଉ ଆମ୍ବିଳ ହେଇଥିବ। ଆଜି ଶ୍ରାଦ୍ଧ ଭୋଜି ଖାଇବା ବୋଲି ଅପେକ୍ଷା କରି ବସି ଜଗିଥାଏ ଏଇଠି ତାଙ୍କର ବଡ଼ବାପାର ଆଜି ଭୋଜି ହେଉଛି, ନହେଲେ ଭାଇନାର ଶ୍ରାଦ୍ଧ ଭୋଜି ହେଉଛି। ସେ ମଜା ଆଉ ନାହିଁ, ସେ ଛୋଟ ପିଲା ଆଉ ନାହିଁ। ଏବେ ଛୋଟ ପିଲା ଆସିଲେ ଖାଲି ବେସରେ ଚୁଙ୍ଗୁଡ଼ି କାହିଁ ଖୋଜୁଛନ୍ତି। ହଉ ସାଙ୍ଗମାନେ, ଆପଣଙ୍କୁ ଏଇ ପୁରୁଣା ଦିନ ଗୁଡ଼ା କାହାକୁ ମନେ ପଡ଼ୁଛି ନିଶ୍ଚୟ କମେଣ୍ଟ କରିବେ ହେଲା। ହଉ ଆପଣଙ୍କ ଅପେକ୍ଷା ରହିଲୁ। ଆଜି ଶ୍ରାଦ୍ଧ ଭୋଜିରେ ଖାଉଛୁ, ବଢ଼ିଆ ମଜା ଲାଗୁଛି।